ହେଲା ଆକାଶୁ ବଜ୍ରଲୋ ବଉଳ ଜାଳିଦେବ ଭୂମଣ୍ଡଳ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଚାନ୍ଦୁଆରେ ଲାଗିଯିବ ଯେ ସେ ଅନଳ। ଆପଣମାନେ ବିଚାର କରନ୍ତୁ, ଆକାଶ ବୋଲି ଗୋଟେ ସ୍ଥାନ ଅଛି କି? ଆକାଶ ହେଉଛି ଶୂନ୍ୟ। ତେଣୁ ଆକାଶରୁ ବଜ୍ରପାତ ହୁଏ ନାହିଁ। ତେଣୁ ବଜ୍ରପାତ କେଉଁଠି ହୁଏ? ତାର ଯେଉଁ ବାଦଲ ମାଳ, ଆମେ ପ୍ଲେନରେ ଉଡ଼ୁଛେ, ଉଡ଼ାଜାହାଜରେ ଯେତେବେଳେ ଯାଉଛି ବାଦଲ ଉପରକୁ ଯାଉଛି। ଆଉ ଲେଖା ହେଇଛି ଆକାଶୁ ବଜ୍ରଲୋ ବଉଳ। ଆକାଶ ତ ଶୂନ୍ୟ, ଆକାଶରୁ କେମିତି ବଜ୍ରପାତ ହେବ? ବାଦଲ ବାଦଲକୁ ବାଡ଼େଇ ହେଇ ବଜ୍ରପାତର ଶବ୍ଦ ହୁଏ। ଏବଂ ବଜ୍ରପାତ ହେବା ପୂର୍ବରୁ ଗୋଟେ ବିଜୁଳି ମାରେ। ମନେ ରଖନ୍ତୁ, ବଜ୍ରପାତ ସେ ଗୋଟେ ଯୁଗ ଯୁଗ ଧରି ଗୁଡ଼ାକ ଅଛି। ଏବେ ଯେଉଁ ଅଧିକ ହେଉଛି ଟିକେ ପାହାଡ଼ ପର୍ବତ ଉଚ୍ଚା ଗଛ ସବୁ ନଷ୍ଟ ହେଇଯିବା ଫଳରେ ପୁଣି ଲାଗିଲେ ସେଟା କମିଯିବ। ଆଚ୍ଛା, ବଜ୍ର ବାଦଲକୁ ବାଦଲ ବାଡ଼େଇ ହେଲେ ଗୋଟେ ବିଜୁଳି ମାରିବ ଆଉ। ଆଚ୍ଛା, ଏଇ ଯେଉଁ ବଜ୍ର କି ଘଡ଼ଘଡ଼ିରୁ ମାରେ, ତାର ବୈଜ୍ଞାନିକ କାରଣ ହେଉଛି ବଜ୍ରପାତ ଯେତିକି ହେବ ମାଟିଟା ସେତିକି ମାନେ କ'ଣ କୋମଳ ହେବ। ଯେଉଁ ଟାଣୁଆ ମାଟି ସେ ମାନେ ବଜ୍ରପାତରେ ସେ ଟିକେ ହାଲୁକା ହେଇଯିବ। କୃଷି କରିବା ପାଇଁ ଭଲ ହେବ। ଆଉ ଏଇଟା ପଚାରନ୍ତୁ ପରିବେଶ ବିଜ୍ଞାନୀମାନଙ୍କୁ। ଆଚ୍ଛା, ଏବେ ବେଶୀ ବଜ୍ରପାତ ହେଉଛି, ସେଥିପାଇଁ ଗଛ ଲଗାନ୍ତୁ। କାରଣଟା ଖାଲି କହିଲେ କ'ଣ ହେବ? ନିରାକରଣଟାକୁ ଆଗ କହିବା ଦରକାର। ଯେତେ ଉଚ୍ଚା ଗଛ ରହିବ ବଜ୍ରପାତ କମିବ। ଆଉ ଜାଳିଦେବ ଭୂମଣ୍ଡଳ କେବେ ବି ନୁହଁ। ଭୂ କହିଲେ ପୃଥିବୀ, କ'ଣ ବଜ୍ରପାତ ପୃଥିବୀଟାକୁ ଧ୍ୱଂସ କରିଦେବ? ତେଣୁ ବଜ୍ରପାତ ଯେଉଁଠି ପଡ଼ିବ ସେ ଗଛଟା ବି ପଡ଼ିଯିବ, ମଣିଷଟା ବି ମରିଯାଇପାରେ। ଭୂମଣ୍ଡଳ କ'ଣ ଗୋଟେ ଛୋଟିଆ ଜିନିଷ? ଭୂ କହିଲେ ସମଗ୍ର ପୃଥିବୀ ହେଉଛି ଭୂ। ହଁ, ଏହା ହେଇପାରେ ଯେ ଏଇ ଯେଉଁ ପରିବେଶ ନଷ୍ଟ ହେଲେ ଭୂମଣ୍ଡଳରେ ବଜ୍ରପାତ ଅଧିକ ହେବ, ଅନେକ ଲୋକଙ୍କର ମୃତ୍ୟୁ ହେବ। ତାପରେ କହିଲେ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଚାନ୍ଦୁଆ। ରତ୍ନର ଚାନ୍ଦୁଆ ଅଛି ବୋଲି ମୁଁ ଜାଣିନି, ତେବେ ଜଗନ୍ନାଥ ଯେଉଁଠି ବସନ୍ତି ସେ ରତ୍ନ ସିଂହାସନ। ଯେଉଁ ଚାନ୍ଦୁଆ ଟଙ୍ଗା ଏ ରତ୍ନ ଚାନ୍ଦୁଆ, ଏ ହେଉଛି ଏକ ଜଗନ୍ନାଥଙ୍କ ସହିତ ଆମର ଭାବର କଥା। ଇଏ ଲାଗିବ ଯେ ଅନଳ। ଚାନ୍ଦୁଆଟା ଗୋଟେ କପଡ଼ାରେ ତିଆରି ହେଇଛି। ବିଜୁଳିଟା ଯଦି ସେମିତି ମାରିବ, ସିଏ ଚାନ୍ଦୁଆ ପର୍ଯ୍ୟନ୍ତ ଆସିବା ମଧ୍ୟ କଷ୍ଟ। ଥରେ ପୁରୀ ବଡ଼ ଦେଉଳରେ ଗୋଟେ ନଳା ମୁହଁ ବନ୍ଦ ହେଇଯାଇଥିଲା। କଥିତ ଅଛି ଏମିତି ଏକ ଘଡ଼ଘଡ଼ି ମାଇଲା, ସେ ଘଡ଼ଘଡ଼ିରେ ମାନେ ଯେତେ ଚେଷ୍ଟା କଲେ ସେ ମୁହଁଟାକୁ ଖୋଲିବା ପାଇଁ, ସେ ମୁହଁଟା ଆପେ ଆପେ ଖୋଲି ଯାଇଥିଲା। ଏଇଟା ଗୋଟେ ଜନସୃଷ୍ଟି। ଚାନ୍ଦୁଆ ଜଳିଗଲେ ବୋଲି ଚାନ୍ଦୁଆ ଜଗନ୍ନାଥ
ଅଛନ୍ତି ଜଗନ୍ନାଥଙ୍କୁ ମଧ୍ୟ କେତେକ ବର୍ବର ମାନେ ପୋଡ଼ି ଦେଇଛନ୍ତି, ଫୋପାଡ଼ି ଦେଇଛନ୍ତି, ମାଟି ତଳେ ପୋତି ଦେଇଛନ୍ତି। ଆଜି ବିଶ୍ୱ ରହିଛି, ସେ କରୁଣାମୟ, ତାକୁ ଜଗନ୍ନାଥ ବୋଲି କହୁଛ, ଆଉ ତାଙ୍କ ଚାନ୍ଦୁଆଟା ନିଆଁ ଲାଗିଗଲେ ଇଏ ଭୂମଣ୍ଡଳ ଜଳିଯିବ? ଏହା କେବେ ନୁହଁ। ଚାନ୍ଦୁଆ ଜଳିବା ପାଇଁ ଲାଗୁନେଇ, ଯଦି ବି ଲାଗିବ ଆଉ ଗୋଟେ ଅର୍ଥ ଚାନ୍ଦୁଆ ଆସିବ। ଆଉ ଆମ ପିପିଲିରେ ବହୁତ ଭଲ ଚାନ୍ଦୁଆ ମିଳୁଛି। ତାପରେ 7 ଦିନ ଯେ ଅନ୍ଧାର ଲୋ ବଉଳ, ସୂର୍ଯ୍ୟ ନ ହୋଇବେ ଦେଖା। ଏବେ କହି ରହୁଛି ସେ ଦିନ ଥିଲା ଯେତେବେଳେ ସୃଷ୍ଟି ମହା ଅନ୍ଧକାର ଥିଲା। ସୂର୍ଯ୍ୟ ହେଉଛନ୍ତି ପ୍ରଥମ ଅବତାର, ତାଙ୍କର ପୂର୍ବ ରୂପ ହେଉଛି ଅଗ୍ନି, ତାଙ୍କ ପର ରୂପ ହେଉଛି ସୂର୍ଯ୍ୟ। ଦୟାକରି ଉପନିଷଦ ପଢ଼ନ୍ତୁ। ସୂର୍ଯ୍ୟ ହେଉଛନ୍ତି ହିଲିୟମ୍, ହାଇଡ୍ରୋଜେନ୍, ଅକ୍ସିଜେନ୍, ଆର ଗୋଟେ ସମିଶ୍ରଣ ପ୍ରତୀକ। ସୂର୍ଯ୍ୟ ହେଉଛନ୍ତି ସୃଷ୍ଟିର ପ୍ରଥମ ଅବତାର। ଆଉ ତାପରେ କେତେ ଅବତାର ଆଇଲେ। ତେଣୁ 7 ଦିନ ଅନ୍ଧାର କେବେ ବି ହେଇପାରିବ ନାହିଁ। ସେ ଅନ୍ଧାର ଥିଲା, ଆଲୋକ ହେଇଛି। ତତ୍ତ୍ୱରେ 7ଟି ଶକ୍ତି, ସେ ମଧ୍ୟ ଜ୍ୟୋତି ସ୍ୱରୂପ। ମୁଖ ଇଏ ଗୋଟିଏ ଜ୍ୟୋତି, ଆଖି ଗୋଟିଏ ଜ୍ୟୋତି, କାନ ଗୋଟିଏ ଜ୍ୟୋତି। ଆ ଭିତରେ ସବୁ ସେ ଜ୍ୟୋତି ଶକ୍ତି ରହିଛି। ଆଉ ଯେତେବେଳେ ମଣିଷର ଜୀବନ ଯାଏ, ଇଏ 7ଟି ଯାକ ଜ୍ୟୋତି ଅନ୍ଧକାର ହେଇଯାଏ। ଆଖି ଥାଏ, ଆଖିର ଦୃଶ୍ୟ ନଥାଏ। କାନ ଥାଏ, କାନର ଶ୍ରବଣ ଶକ୍ତି ନଥାଏ। ତେଣୁ ସେତେବେଳେ ସୂର୍ଯ୍ୟ ନ ହୋଇବେ ଦେଖା। ଆଉ ଆମେ ତ ମୂର୍ଦ୍ଦାର ହେଇଗଲୁ, ଆଉ ସୂର୍ଯ୍ୟଙ୍କୁ କେମିତି ଦେଖିବୁ? ତେଣୁ ସବୁବେଳେ ଯଦି ବି ଏଇ ବିପଦ ଆସୁଛି, ଏବେଠାରୁ ସୂର୍ଯ୍ୟଙ୍କୁ ପ୍ରାର୍ଥନା କର। ଓମ୍ ସୂର୍ଯ୍ୟାୟ ନମଃ, ଓମ୍ ସୂର୍ଯ୍ୟାୟ ନମଃ। ଆଉ 7 ଦିନ ଅନ୍ଧାର ହେବ, କାହିଁକି ଏକଥା କହିକି ଲୋକଙ୍କୁ ଆମେ ଡରେଇବା? ପ୍ରଭୁ ମଙ୍ଗଳମୟ, ଆମେ ତାଙ୍କୁ ଡାକିଲେ ବିପଦ ଘୁଞ୍ଚି ଯାଇପାରେ। ଆଚ୍ଛା, ଆଉ ଗୋଟେ ହେଉଛି ଶୃଗାଳ କୁକୁର ଘରେ ପଶିଯିବେ, କେହି ନ କରିବେ ରକ୍ଷା। ଏହା ବଡ଼ ମୁସ୍କିଲ କଥା। କୁକୁରମାନେ ଆମ ପିଲାଦିନେ ଯେତେବେଳେ ମାଟି ହାଣ୍ଡିରେ ରୋଷେଇ ହେଉଥିଲା, କୁକୁରମାନେ ତା ଭିତରେ ପଶିଗଲେ ସେ ମାଟି ହାଣ୍ଡି ଫୋପଡ଼ା ହେଉଥିଲା, ଆଉ ଗୋଟେ ମାଟି ହାଣ୍ଡି ହେଉଥିଲା। ଏବେ କୁକୁର ପଶିବାର ପ୍ରଶ୍ନ ନାହିଁ। କୁକୁରଙ୍କ ସଂଖ୍ୟା ଯେତେବେଳେ ବଢ଼ିବ, ଲେଖା ହେଇଛି ଭାଗବତର 12 ସ୍କନ୍ଧରେ ନା କ'ଣ, ସେ ସେତେବେଳେ କଳିଯୁଗ। ସେସବୁ କଥା ଅଲଗା। ଶୃଗାଳ ବର୍ତ୍ତମାନ ବି ନାହାନ୍ତି। ସେ ଘରେ ପଶିବେ କ'ଣ? କିଆ ବୁଦା ଗଲା, ବୁଦୁ ବୁଦିକିଆ ଜଙ୍ଗଲ ଯାଇଛି। ତେଣୁ ଏହା ମନେ ରଖନ୍ତୁ, ଶୃଗାଳ ହେଉଛି ଏକ ଶୁଭକାରକ ଜୀବ, ଯାହାର ମଣିଷ ଆଜି ଘଣ୍ଟା ପିନ୍ଧୁଛି, ତାର ସମୟ ଜ୍ଞାନ ନାହିଁ। କହିବ 9ଟା ବେଳକୁ ଯାଉଛି, ଆସିବ 12ଟା ବେଳେ। ଶୃଗାଳ ଠିକ୍ ସମୟରେ ବୋବାଏ, ସେ ଲୋକଙ୍କୁ ଜାଗ୍ରତ କରେ। ପ୍ରଥମ ପ୍ରହର ଗଲା, ଦ୍ୱିତୀୟ ପ୍ରହର ଗଲା। ତେଣୁ ଶୃଗାଳ ଅତ୍ୟନ୍ତ ଚତୁର ବୋଲି ତାକୁ ବିଲୁଆ ମାମୁଁ ବୋଲି କୁହାଯାଏ। କୁକୁର ଠାରୁ ବଡ଼ ବିଶ୍ୱସ୍ତ ଜୀବ ଏ ଗୋଟାଏ କିଏ କାମୁଡ଼ା ଅଛନ୍ତି। ଗୋଟିଏ କୁକୁରର ଜୀବନୀ ଯଦି କେତେବେଳେ ମୁଁ କହିବି, ଆପଣମାନେ ଜାଣିବେ।
କିନ୍ତୁ କୁକୁର ସିଏ ହେଉଛି ମହାନ ବିଶ୍ୱାସ। କିନ୍ତୁ ସେ ଏଇ ଅଳିଆ ଆବର୍ଜନା ଯଦି ଖାଏ ସେ ଟିକେ ଖରାପ ଲାଗେ। କିନ୍ତୁ ଯେଉଁ ପୋଷା କୁକୁର ମାନେ କେତେ ସୁନ୍ଦର। ମଣିଷ ମରିଯିବ, ଏ କୁକୁର ମରିଯିବ, କିନ୍ତୁ ତା ମୁନିବକୁ ମାରିବାକୁ ସେ ଦେବ ନାହିଁ। ତେଣୁ ସେଇ ଶୃଗାଳ କୁକୁରଙ୍କୁ ବଳିଆ ପ୍ରଣାମ ଜଣାଉଛି। ଆସନ୍ତୁ ଆମ ଘର ଭିତରେ ପଶନ୍ତୁ। ତାପରେ ଗ୍ରାମ ଦେବ ମଡ଼ା, ଗ୍ରାମ ଦେବ ମଡ଼ା ଘୁମିଲ ବହୁଳ, ଯୋଗିନୀ ଗଣ ଯିବେ ଘେରି। ନାଡ଼ ନାଡ଼ କରି ହାଡ଼ ଚୋବାଇବେ, ଦେଶ ହେବ ହତଶିରି। ଗ୍ରାମ ଦେବ ମଡ଼ା, ଶୁଣନ୍ତୁ, ବିଶ୍ୱଂ ପରିପୃଷ୍ଣମ୍ ଗ୍ରାମେସ୍ମିନ୍ ଅନାତୁର। ଭାରତର ଆତ୍ମା ଗ୍ରାମରେ ରହିଛି। ଆମରି ଗାଁ ଛୋଟିଆ ନା। ଗ୍ରାମ ଯଦି ଶ୍ମଶାନ ହେବ ତାହେଲେ ପୃଥିବୀ ରହିବ? ଗ୍ରାମ୍ୟ ଦେବୀଙ୍କୁ ପୂଜା କର, ଗ୍ରାମ୍ୟର ଇଷ୍ଟଙ୍କୁ ପୂଜା କର, ଗ୍ରାମ୍ୟର ସଂସ୍କୃତିକୁ ରକ୍ଷା କର। କାହିଁକି ମଡ଼ା ମଡ଼ା ହେବ? କାହିଁକି କ'ଣ ଗ୍ରାମ କ'ଣ ଶ୍ମଶାନ ହେବ? ହେଇପାରେ, କିନ୍ତୁ ତମେ କେମିତି ଜାଣିଲ? ନାଇଁ, ଯିଏ କହିବ ଆମେ ଜାଣୁ, ଅଚ୍ୟୁତାନନ୍ଦ କହୁଥିଲେ। ମୁଁ ସେଇ ଅଚ୍ୟୁତାନନ୍ଦଙ୍କୁ ପ୍ରାର୍ଥନା କରୁଛି, ପ୍ରଭୁ ତୁମେ ତମ କଥାକୁ ଫେରେଇ ନିଅ। ଗ୍ରାମ ବଞ୍ଚିବ, ଗ୍ରାମ ବଞ୍ଚିଲେ କୃଷି ବଞ୍ଚିବ, ଉଦ୍ୟାନ ବଞ୍ଚିବ। ଆମେ ସବୁବେଳେ ପ୍ରାର୍ଥନା କରୁଛୁ, କ'ଣ ନିରର୍ଥକ ହେଇଯିବ? ଯୋଗିନୀ ଫୋଗିନୀ କେହି ନାହାନ୍ତି କେଉଁଠି। ଯୋଗିନୀ ଗଣ ଯିବେ ଘେରି, ଏଗୁଡ଼ା କିଛି ନାହିଁ। ଏଇ ଯେଉଁ କରୋନା ମହାମାରୀ ଆସିଥିଲା, ବସନ୍ତ, ଡେଙ୍ଗୁ, ହାଡ଼ଫୁଟି, ଆଉ ଏଇଗୁଡ଼ାକ ପରା, କଲରା, ଆଉ ଏଇଗୁଡ଼ା ତ ଏଇମାନେ ତ ଏବେ ବି ଇଏ ରୋଗ ରୂପରେ ଆସିବେ ଏବଂ ପୁଣି ତାଙ୍କ ନିରାକରଣ ବାହାରିବ, ସେ ମଧ୍ୟ ଶାନ୍ତିରେ ଫେରିଯିବେ। ଆଗରୁ ଗ୍ରାମ୍ୟ ଦେବୀ ମାର୍ଜନା କରୁଥିଲେ, ଏବେ ଔଷଧ ଖାଉଛନ୍ତି। କିନ୍ତୁ ଏଭଳି କିଛି ଘଟଣା ଘଟିବାର ନାହିଁ। ନାଡ଼ ନାଡ଼ କରି ହାଡ଼ ଚୋବାଇବେ, କି କଥା ହୋ, ସିଏ କ'ଣ ଏମିତି? ହଁ, ଦେଶ ହେବ ହତଶିରି। ନା ବାବୁ, ଦେଶ ଏମିତି ଗୋଟେ ମହାମାରୀ ଆସିଲେ ଦେଶଟା ଶ୍ରୀହୀନ ହୁଏ। କରୋନା ବେଳେ ଆପଣମାନେ ଲକ୍ଷ୍ୟ କରନ୍ତୁ, ହେଇଛି। କିନ୍ତୁ ତାର ଅର୍ଥ ନୁହେଁ ଇଏ ଗୋଟେ ଧ୍ୱଂସର ଲୀଳା ସୃଷ୍ଟି କରିବ। ତା ପାଇଁ ସେଇ ଓମ୍ ନମ ଭଗବତେ ବାସୁଦେବାୟ ସମସ୍ତେ ଜପ କର। ପ୍ରବଳ ବର୍ଷିବ ଜାଣ ଲୋ ବଉଳ, ମୂଷଳ ଧାରା ସମାନ। ଅଣଚାଷ ମୂର୍ତ୍ତି ପବନ ବହିବ, ଏ ନୁହେଁ ମିଥ୍ୟା ବଚନ। ଆମେ ବି କହୁଛୁ ଏଇଟା ମିଥ୍ୟା ବଚନ ନୁହେଁ। ପ୍ରବଳ ବର୍ଷିବ କ'ଣ ଏବେ ବର୍ଷୁଛି? ଆଗରୁ ଯେତେ ବର୍ଷା ହେଉଥିଲା ଏବେ ସେତିକି ବର୍ଷା ହେଉଛି? ତାହେଲେ ସେଦିନ ଚାଲିଗଲାଣି। ଆଉ ଏବେ ଯେଉଁ ବର୍ଷା ବି ବେଳେବେଳେ ହେଉଛି, ବହୁତ ଜୋରରେ ହେଉଛି, ପବନ ହେଉଛି, ଏଗୁଡ଼ିକ ଘୂର୍ଣ୍ଣିଝଡ଼, ବାତ୍ୟା, ମହାବାତ୍ୟା। କାହିଁକି ହେଉଛି? ଏଥିପାଇଁ ମଣିଷମାନେ ଯିଏ କହୁଛ ଆଉ ଯିଏ ବୁଝଉଛ, ତମେମାନେ ଆଗ ଅଣ୍ଟାରେ ଲୁଗା ଭିଡ଼ି ମୋତେ ଡାକ, ମୁଁ ବି ତୁମ ସାଙ୍ଗରେ ଯିବି। ଆମେ ସରକାରଙ୍କ ସହିତ ବା ଦେଶକୁ ବାର୍ତ୍ତା ଦେବା, ବିଶ୍ୱକୁ ବାର୍ତ୍ତା ଦେବା। ଆମେ ତ ଦେଉଛୁ, ଆମେ ମାଳିକା ପଢ଼ିନୁ କି କହୁନୁ, ଆମେ ଦେଉଛୁ। କ'ଣ? ହେନ୍ତାଳ ଜଙ୍ଗଲ, ଝାଉଁ ଜଙ୍ଗଲ ସୃଷ୍ଟି କର, ସମୁଦ୍ର କୂଳର ଜଙ୍ଗଲକୁ ସୁରକ୍ଷା କର, ପାହାଡ଼ ପର୍ବତକୁ ଏତେ ନଷ୍ଟ କର ନା।
ତାଦ୍ୱାରା ଏସବୁ ଜିନିଷ ନିଶ୍ଚିତ ଭାବରେ ପ୍ରଶମିତ ହେବ। ଆଉ ଯେତିକି ବର୍ତ୍ତମାନ ଅଛି ସେତିକି ମଧ୍ୟ ଆମର 100 ବର୍ଷ ପର୍ଯ୍ୟନ୍ତ, ଆହୁରି 100 ବର୍ଷ ପର୍ଯ୍ୟନ୍ତ ପୃଥିବୀରେ କାମ କରିବ। ଆଉ ସେତେବେଳକୁ ପୁଣି ନୂଆ ଯୁଗ, ନୂଆ ପିଢ଼ି ଏମାନେ ପୁଣି ସଚେତନ ହେଇଯିବେ। ବିଜ୍ଞାନ ସେଇଭଳି ସେମାନଙ୍କୁ ପୁଣି ଗଢ଼ିବ। ତେଣୁ ଆମେ ସେଇ ବିଜ୍ଞାନକୁ ବିଜ୍ଞାନର ଅଭ୍ୟୁଦୟ ପାଇଁ ଆମେ ଆମର ସେଇ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ, ଅନନ୍ତଙ୍କୁ ପ୍ରାର୍ଥନା କରୁଛୁ, ପଞ୍ଚସଖାଙ୍କୁ ପ୍ରଣାମ ଜଣାଇ ରହୁଛୁ। ପୁଣି କେଉଁ କଥା ଆସିଲେ ପୁଣି ତାର ବ୍ୟାଖ୍ୟା କରିବା।